ମୋର ଯାହା ମନେ ଅଛି ସ୍ମରଣ ସ୍ମୃତି ଅଛି ଦିନେ ମୋଦି ମନମୋହନ ସିଂ କି ପଚାରିଥିଲେ କହିଲେ କେବେ ଡଲାର ମୂଲ୍ୟ 100 ଟଙ୍କା ହେବ। ମନମୋହନ ସିଂ ବର୍ତ୍ତମାନ ଯେ ଅଛନ୍ତି ଅର୍ଥମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ ତାଙ୍କଠାରୁ ଅଧିକ ବଢ଼ିବ। ସେହି ପ୍ରଧାନମନ୍ତ୍ରୀ ବର୍ତ୍ତମାନ ଅଛନ୍ତି ମନମୋହନ ସିଂ ଏ ଯେଉଁ ମୋଦି ତାଙ୍କରି ସମୟରେ 100 ଟଙ୍କା ହେବ ଡଲାର ଖୁବ୍ ଶୀଘ୍ର ହେବ। କାରଣ ବର୍ତ୍ତମାନ ଯେଉଁ ଭାବରେ ଚାଲିଛି ରେଟ୍ ବଢ଼ୁଛି 100 ଟଙ୍କା ହେବ ଡଲାର ଯେଉଁଥିରେ ଆମର ଆମଦାନୀ ରପ୍ତାନି ଉପରେ ସାଂଘାତିକ ଭାବରେ ଚାପ ପଡ଼ିବ। ବର୍ତ୍ତମାନ ଯେଉଁ ପେଟ୍ରୋଲ ଡିଜେଲର ଦର ବଢ଼ିଛି ମୁଁ ଆପଣଙ୍କୁ ସମସ୍ତଙ୍କୁ ଗୋଟିଏ କଥା କହି ରଖେ ଆମର ମାତ୍ର 40% ଆମେ କରିବା କଥା କ'ଣ ଆମଦାନୀ କରିବା କଥା। ଆମର 60% ଆମ ଭାରତବର୍ଷରେ ଆମଦାନୀ ହେଉଛି ସମସ୍ତେ ଜାଣିବା ଦରକାର। ମୁଁ ଆଜି ଏ କଥାଟି ଆପଣମାନଙ୍କ ଆଗରେ ରିଭିଲ୍ କରୁଛି ସାମ୍ନାକୁ ନେଉଛି କିନ୍ତୁ ସେ 60%ରୁ ପାଖାପାଖି 20-22% ଉତ୍ପାଦନ ପ୍ରାଇଭେଟ୍ କମ୍ପାନୀ ମାନେ ଆଦାନୀ ଆଉ ଆଙ୍କ ଦ୍ୱାରା ହୁଏ। ସେମାନେ ଆମଦାନୀ କରୁଛନ୍ତି ତାକୁ ସେ କ୍ରୁଡ୍ ଅଏଲ୍କୁ ରପ୍ତାନି କରୁଛନ୍ତି ମାନେ ଭାରତବର୍ଷ ଦୁର୍ଦିନରେ ପଡ଼ିଥିବା ବେଳେ ସେ ଭାରତ ବାହାରକୁ ପଠାଉଛନ୍ତି। ତାକୁ ବନ୍ଦ କରିଦିଆଯାଇ ପାରିଥାନ୍ତା ବର୍ତ୍ତମାନ ପାଇଁକି ହେଲା ନମ୍ବର 1। ନମ୍ବର 2 ତାଙ୍କର ହାତରେ ଡବଲ ଇଞ୍ଜିନ୍ ସିଷ୍ଟମ୍। ସେମାନେ ଚାହିଁଲେ ଏ ଯେଉଁ ଭାଟ୍ ବା ସେଲ୍ ଟ୍ୟାକ୍ସ ବର୍ତ୍ତମାନ ଏକ୍ସାଇଜ୍ ଡ୍ୟୁଟି ସେ ନେଉଛନ୍ତି ସେଲ୍ ଟ୍ୟାକ୍ସ ଆମେ ନେଉଛୁ ଷ୍ଟେଟ୍ ନେଉଛି ଆମେ ୟାକୁ କମେଇ ଦେଇପାରନ୍ତୁ 10 ଟଙ୍କା ମିନିମମ୍ ଏଥିରୁ ସେଥିରୁ ଉଭୟରୁ କମେଇ ଯାଇପାରନ୍ତା କେତେ ପରିମାଣରେ। କାରଣ ପେଟ୍ରୋଲ ଡିଜେଲ ବଢ଼ିଲେ ସମସ୍ତେ ଜାଣିବା ଦରକାର କେବଳ ଆପଣମାନେ ଯେଉଁମାନେ ଏଠି ବସିଛନ୍ତି ତାଙ୍କ ସ୍କୁଟର ବା ମୋଟରସାଇକେଲ ତାଙ୍କର ଉପରେ ଚାପ ପଡ଼ିବନି। ଯେଉଁ ଘରଟି ଘରେ ରୋଷେଇ କରୁଛି ତା ଉପରେ ଚାପ ପଡ଼ିବ କାରଣ ଟ୍ରକ୍ ଦାମ ବଢ଼ିବ ଜିନିଷ ଟ୍ରାନ୍ସପୋର୍ଟିଂ ଜିନିଷ ବଢ଼ିବ। ତେଣୁ ଯେତେବେଳେ ବଢ଼ିବ ସେତେବେଳେ ସମସ୍ତେ ଡାଲି ତେଲ ଯାହା ଘରକୁ କିଣୁଛନ୍ତି ସବୁ ଦର ବଢ଼ିବ। କେବଳ ପେଟ୍ରୋଲ ଡିଜେଲ ନୁହେଁ ସୋରିଷ ତେଲ ବଢ଼ିବ ଡାଲି ବଢ଼ିବ ଜିରା ବଢ଼ିବ ସବୁ ଜିନିଷ ବଢ଼ିବ। ସେ ଦର ବଢ଼ିଲା ବେଳେ ସମସ୍ତ ଗୃହିଣୀଙ୍କ ଉପରେ ଗୋଟେ ବଡ଼ ଚାପ ପଡ଼ିବ। ମୁଁ ଯେଉଁ ପ୍ରଶ୍ନଟି ପଚାରୁଛି କହୁଛି କାହିଁକି ଭାରତୀୟ ଜନତା ପାର୍ଟିର କୌଣସି ନେତା ମୁଁ ଜାଣିନାହିଁ ସେ ତାଙ୍କର ଏ ସମ୍ପର୍କରେ ଜାଣୁଥିବେ କି ନାହିଁ କହୁନାହିଁ ମୂର୍ଖ ବୋଲିକିରି ତାଙ୍କୁ ପଚାରିବେ ଯେ 5,000 ଟଙ୍କା ଦ୍ୱିଥରରେ 10,000 ଟଙ୍କା ବର୍ଷକୁ ଏମାନେ ଦେଇଛନ୍ତି ସୁଭଦ୍ରା। ଏ ସୁଭଦ୍ରା ଏ ବର୍ଷ ଦେବେ 10। ବର୍ତ୍ତମାନ ଯେଉଁ ଦର ବୃଦ୍ଧି ଘଟିଛି ସେ ବାଟରେ 14,000ରୁ 16,000 ଟଙ୍କା ପର୍ଯ୍ୟନ୍ତ ପ୍ରତ୍ୟେକ ଗୃହିଣୀ ତା ରୋଷେଇ ଘର ପାଇକି ତାଙ୍କୁ ଦେବ। ଯଦି 5 ବର୍ଷରେ 50,000 ଟଙ୍କା ଦିଅନ୍ତି ତାହେଲେ 80,000 ଟଙ୍କା ଫେରେଇ ନେବାକୁ ପଡ଼ିବ ଗୃହିଣୀମାନେ ସରକାରକୁ ଦେଇଦେବେ। ଏ ହେଉଛି ବର୍ତ୍ତମାନର ବ୍ୟବସ୍ଥା। ମୁଁ ସେଇଥିପାଇଁ ଏ ପ୍ରଶ୍ନଟି ଏ କଥାଟି ରଖିଲି ଆପଣଙ୍କ ଆଗରେ। ଆର କଥାଟି ରଖିଲି କ'ଣ ଯେ ଆମେ ଯେଉଁ ପେଟ୍ରୋଲ ଡିଜେଲ ଯେଉଁ କରୁଛୁ ଆମଦାନୀ କରୁଛୁ ସେଥିରେ ଯେଉଁ ଆମେ କେବଳ ସରକାରୀ ଭାବରେ କରୁନା ସରକାରୀ ଆମଦାନୀ ନୁହେଁ ବେସରକାରୀ ବା ପ୍ରାଇଭେଟ୍ ସେକ୍ଟରରେ ମଧ୍ୟ ଆମଦାନୀ ହେଉଛି ତାକୁ କୌଣସି ପରିମାଣରେ ବାହାରକୁ ଦେବାକୁ ନିଆଯାଉ ନମ୍ବର 1। ନମ୍ବର 2 ରଷିଆରୁ ଆଣୁଥିବା ଯେଉଁ କ୍ରୁଡ୍ ତାହା କମ୍ ଦରରେ ଅଣାଯାଉଥିଲା ତାହା ବନ୍ଦ କରାଯାଇଛି କାହିଁକି ଏବଂ କେତେ ପରିମାଣରେ ବନ୍ଦ କରାଯାଇଛି କାହିଁକି ବନ୍ଦ କରାଯାଇଛି ତୁରନ୍ତ ସେ ପ୍ରଶ୍ନର ଉତ୍ତର ସେମାନେ ଦିଅନ୍ତୁ। ତାଙ୍କର ଯିଏ ଆସିଛନ୍ତି ସଭାପତି ଆଜି ମୁଁ ତାଙ୍କୁ ସେ ପ୍ରଶ୍ନ ପଚାରୁଛି ସେ ସଭାପତି ସେ କୁହନ୍ତୁ ଭାରତୀୟ ଜନତା ପାର୍ଟିର କାହିଁକି ରଷିଆ ଠାରୁ ଆଣିବା ବନ୍ଦ କରା। ଟ୍ରମ୍ପ କ'ଣ ଆମର ମାଲିକ? ଏମାନେ ଟ୍ରମ୍ପର ଚାକିରିଆ କହିଦେଉନାହାନ୍ତି ସାର୍ ଆମେ ଟ୍ରମ୍ପ ପାଖରେ ଚାକିରି କରିଛୁ। ଭାରତବର୍ଷକୁ ନେଇକି ଭାରତ ଏକ ସାର୍ବଭୌମ ରାଷ୍ଟ୍ର ତାକୁ ନେଇ ଟ୍ରମ୍ପ ପାଖରେ ଚାକିରି ରଖିଛନ୍ତି ଏକଥା ସେ କହିଦିଅନ୍ତୁ। ଏକଥା ପ୍ରକୃତ ତ ରଖିସାରିଲେଣି ତା ସତ୍ୟ ସେ କହିବେ କ'ଣ? ଟ୍ରମ୍ପ କହିଲେ ଉଠୁ ଟ୍ରମ୍ପ କହିଲେ ବସ୍ ହେଉଛନ୍ତି। ଏଣୁ ଆଜି ଭାରତବର୍ଷର ସବୁ ସ୍ୱାଭିମାନ ଭାରତବର୍ଷର ସାର୍ବଭୌମତା ସବୁ ନଷ୍ଟ କରିଯାଇଛି। ସେ କଥା ନିଜେ ଆଡମିଟ୍ କରିଯିବା ଦରକାର।
ତେଣୁ ଏସବୁ ଦୃଷ୍ଟିରୁ ଦର କମିବା ପାଇଁକି ସରକାରଙ୍କ ହାତରେ ରହିଛି। ସରକାର ତା କରିବା କଲେ ଦର କମିବ। ପ୍ରଥମତଃ ଭ୍ୟାଟ୍ କମେଇବେ, 10 ଟଙ୍କା ଭ୍ୟାଟ୍ କମିବ, ତାହେଲେ ଭ୍ୟାଟ୍ କମିବ, ଏକ୍ସାଇଜ୍ ଡ୍ୟୁଟି କମିବ, ତାହେଲେ ବି ଦର କମିଲା। ଦ୍ୱିତୀୟତଃ ରଷିଆରୁ କରାଯାଉଥିବା ଇମ୍ପୋର୍ଟ ପୁଣି ଇମ୍ପୋର୍ଟ କରିବେ, ଏ କଥାଟା ହେଲେ ଯଦି ଆମର କମିବ। ତୃତୀୟତଃ ଆମର ଯେଉଁ ଉତ୍ପାଦନ ହେଉଛି ତାକୁ ରପ୍ତାନି କରିବେ ନାହିଁ, ତାକୁ କୌଣସି କ୍ରୁଡ୍ ଫର୍ମରେ ବା ମାନେ ପେଟ୍ରୋଲ ବା ଡିଜେଲ ଫର୍ମରେ ତାକୁ ବାହାରକୁ ପଠେଇବେ ନାହିଁ। ଏଇଟା ହେଉଛି ଆମର।